ଭାରତ ପାକିସ୍ତାନ କାର୍ଗିଲ ଯୁଦ୍ଧ ହେବାର କାରଣ କ'ଣ ଥିଲା? ତେବେ ଏହାର ସଠିକ୍ ଉତ୍ତର ହେଉଛି ଏହି ଯୁଦ୍ଧ ଏଇଥିପାଇଁ ଆରମ୍ଭ ହୋଇଥିଲା ଯେ ଯେତେବେଳେ ପାକିସ୍ତାନୀ ସେନାମାନେ କାଶ୍ମୀରରେ ଆତଙ୍କବାଦୀ ରୂପରେ ନିୟନ୍ତ୍ରଣ ରେଖା ଏଲ୍ଓସି ପାର କରିକି ଭାରତୀୟ କ୍ଷେତ୍ରରେ ପଶି ବିବାଦ ସୃଷ୍ଟି କରିଥିଲେ। ଏହି କାରଣରୁ ଭାରତ ପାକିସ୍ତାନ କାର୍ଗିଲ ଯୁଦ୍ଧ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଭାରତ ସରକାର 8 ନଭେମ୍ବର 2016 ମସିହାରେ ନୋଟବନ୍ଦୀ କାହିଁକି କରିଥିଲେ? ତେବେ ଏହାର ଉତ୍ତର ହେଉଛି ନୋଟବନ୍ଦୀ ପ୍ରଚାର ଭାରତ ସରକାର କଳାଧନ ଉପରେ ଆଙ୍କୁଶ ଲଗାଇବା ପାଇଁ କରିଥିଲେ। ଜାଲି ନୋଟକୁ ଅଟକାଇବା ଏବଂ ଆତଙ୍କବାଦୀଙ୍କ ପାଣ୍ଠିକୁ ବନ୍ଦ କରିବା ପାଇଁ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ସମୁଦ୍ରରେ ଲହରୀ ବନିବାର କାରଣ କ'ଣ ହୋଇଥାଏ? ସମୁଦ୍ର ପାଣିରେ ସ୍ପିଡ୍ ପବନ ବହିବା କାରଣରୁ ହୋଇଥାଏ। ପବନ ଯେତେ ସ୍ପିଡ୍ ହୋଇଥାଏ ଲହରୀ ମଧ୍ୟ ସେତେ ବଡ଼ ଆସିଥାଏ ଏବଂ ସମୁଦ୍ର ପାଣି ତଳେ ଜ୍ୱାଳାମୁଖୀ ଫାଟିବା କାରଣରୁ ମଧ୍ୟ ସମୁଦ୍ର ଜଳରେ ଲହରୀ ସୃଷ୍ଟି ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ନାଥୁରାମ ଗୋଡସେ ମହାତ୍ମା ଗାନ୍ଧୀଙ୍କୁ ମାରିବାର କାରଣ କ'ଣ ଥିଲା? ତେବେ ଏହାର ଉତ୍ତର ହେଉଛି ଧର୍ମର ଆଧାରରେ ଦେଶ ବିଭାଜିତ ହେଉ ବୋଲି ନାଥୁରାମ ଗୋଡସେ ଚାହୁଁନଥିଲେ। ଏସବୁ ଦେଖି ସେ ଗାନ୍ଧୀଜୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏହାପରେ ନାଥୁରାମ ଗୋଡସେ ଦତ୍ତାତ୍ରେୟ ଆଫ୍ଟେ, ମଦନଲାଲ ପହ୍ୱା ଏବଂ ବିଷ୍ଣୁ କରକରାଏ ଗାନ୍ଧୀଜୀଙ୍କୁ ହତ୍ୟା କରିବାକୁ ଚିନ୍ତା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଭାରତର ରାଷ୍ଟ୍ରଗାନ ଜାତୀୟ ସଙ୍ଗୀତର ଇତିହାସ କ'ଣ ଅଟେ? ଉତ୍ତର ହେଉଛି ଭାରତର ଜାତୀୟ ସଙ୍ଗୀତ ହେଉଛି ଜନଗଣ। ମୂଳତଃ ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ବଙ୍ଗଳା ଭାଷାରେ ଲେଖାଯାଇଥିଲା, ଯାହାକି 24 ଜାନୁଆରୀ 1950 ମସିହାରେ ଭାରତ ସରକାରଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଇଥିଲା। ଏହି ଗୀତର ଅବଧି ପ୍ରାୟ 52 ସେକେଣ୍ଡରେ ସ୍ଥିର ହୋଇଛି। ପରବର୍ତ୍ତୀ ପ୍ରଶ୍ନ, କିସ୍ କରିବା ଦ୍ୱାରା ଶରୀରକୁ କ'ଣ ଫାଇଦା ହୋଇଥାଏ? ତେବେ ଏହାର ଉତ୍ତର ହେଉଛି କିସ୍ କରିବା ଦ୍ୱାରା କୋଲେଷ୍ଟ୍ରୋଲର ସ୍ତର ଠିକ୍ ଲେଭେଲରେ ରହିଥାଏ ଏବଂ ଏହାଦ୍ୱାରା ହୃଦରୋଗ ମଧ୍ୟ ଆଶଙ୍କା କମିଥାଏ ଏବଂ କ୍ୟାଲୋରୀ ବିଶେଷଜ୍ଞମାନେ କହିଛନ୍ତି ଯେ ଚୁମ୍ବନ ଆମ ଶରୀରର କ୍ୟାଲୋରୀକୁ ମଧ୍ୟ ଅତିଶୀଘ୍ର ହ୍ରାସ କରିଥାଏ ଏବଂ ଗୋଟିଏ ମିନିଟ୍ ଚୁମ୍ବନ କରିବା ଦ୍ୱାରା 2ରୁ 26 ପର୍ଯ୍ୟନ୍ତ କ୍ୟାଲୋରୀକୁ ହ୍ରାସ କରାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଫୋନ୍ କଲ୍ରେ ସର୍ବପ୍ରଥମେ ହେଲୋ କହିବାର କାରଣ କ'ଣ ଅଟେ? ଠିକ୍ ଉତ୍ତର ହେଉଛି ଟେଲିଫୋନ୍ ଆବିଷ୍କାର କରିଥିବା ବ୍ୟକ୍ତି ଆଲେକ୍ଜାଣ୍ଡାର ଗ୍ରାହାମ ବେଲ୍ 1876 ମସିହାରେ ଯେତେବେଳେ ସେ ଟେଲିଫୋନ୍ ଆବିଷ୍କାର କଲେ ସେତେବେଳେ ସେ ସର୍ବପ୍ରଥମେ ନିଜ ପ୍ରେମିକା ପାଖକୁ କଲ୍ କରି ତାଙ୍କ ପ୍ରେମିକା ମାର୍ଗାରେଟ୍ ହେଲୋକୁ ତାଙ୍କ ନାମକୁ ମାର୍ଗାରେଟ୍ ଛାଡ଼ି ତାଙ୍କ ମୁଖରୁ ହେଲୋ ବୋଲି ପ୍ରଥମ ଶବ୍ଦ ବାହାରିଥିଲା। ସେହି ହେଲୋ ଶବ୍ଦକୁ ପୁରା ବିଶ୍ୱ ଏବେ ବ୍ୟବହାର କରୁଛି।